ଗୋଟିଏ ନାରୀ ଗୋଟିଏ ପୁରୁଷ ପାଖରୁ କ'ଣ ଆଶା କରିଥାଏ? ସେ ଖୋଜେ ଜଣେ ପିତାକୁ ଯିଏ ତାଙ୍କ ଭୁଲ ପରେ ବି ଆଗ ପରି ଭଲ ପାଉଥିବ। ସେ ଖୋଜନ୍ତି ଜଣେ ଭାଇକୁ ଯିଏ ସବୁ ଅସୁବିଧାରେ ତାଙ୍କ ପାଖରେ ରହୁଥିବ। ସେ ଖୋଜନ୍ତି ଜଣେ ବନ୍ଧୁକୁ ଯାହା କାନ୍ଧ ଉପରେ ମୁଣ୍ଡ ରଖି କାନ୍ଦି ପାରୁଥିବ। ସେ ଖୋଜନ୍ତି ଜଣେ ଭଲ ସ୍ୱାମୀକୁ ଯିଏ ତାଙ୍କର ମୂଲ୍ୟ ବୁଝିପାରୁଥିବ। କର୍ମର ଫଳ ଏବଂ ଏହାକୁ ଭୋଗିବାର ସମୟ ଯେଉଁ ଜନ୍ମରେ ମିଳୁନା କାହିଁକି, ଏହା ସତ୍ୟ ଯେ କର୍ମର ଫଳ ନିଶ୍ଚିତ ଭାବରେ ଅଛି। ପାପ କର୍ମ ହେଉ କି ପୁଣ୍ୟ କର୍ମ, ଯାହା କରିବେ ତାହା ନିଶ୍ଚୟ ଭୋଗିବେ ବା ଭୋଗିବାକୁ ପଡ଼ିବ। ମନୁଷ୍ୟ ତା ଜୀବନରେ କରୁଥିବା ସବୁ କର୍ମର ଫଳ ଯେ ତାକୁ ସେଇ ଜନ୍ମରେ ମିଳିଯିବ ସେ କଥା ନୁହେଁ। କିଛି ଏ ଜନ୍ମରେ ଭୋଗିବ, କିଛି ରହିଯିବ ଆସନ୍ତା ଜନ୍ମକୁ। ଏ ଜନ୍ମରେ ଯାବତୀୟ କୁକାର୍ଯ୍ୟ କରି ଯିଏ ସୁଖରେ ରହୁଛି, ଭାବି ନିଅନ୍ତୁ ଯେ ଲୋକଟି ପୂର୍ବ ଜନ୍ମରେ କରିଥିବା ପୁଣ୍ୟ ବଳରେ ବଳିୟାନ ହୋଇ ସୁଖ ଭୋଗ କରୁଛି। ଏ ଜନ୍ମର ପାପ ଫଳ ଆର ଜନ୍ମକୁ ଦାୟିତା ହୋଇ ରହୁଛି। ଭଲ କାର୍ଯ୍ୟ କରି ଯିଏ ଏ ଜନ୍ମରେ ଦୁଃଖ ପାଇଛି, ଜାଣି ରଖନ୍ତୁ ଯେ ପୂର୍ବ ଜନ୍ମରେ ସେ କରିଥିବା ପାପ କର୍ମର ଫଳ ଏ ଜନ୍ମରେ ଭୋଗ କରୁଛି। ଯଦି ପାପ କର୍ମର ଫଳ ଶେଷ ହୋଇଯିବା ପରେ ଜୀବନ ଆଉ ବଞ୍ଚି ରୁହେ, ତେବେ ନିଶ୍ଚୟ ସେ ପୁଣ୍ୟର ଫଳ ଭୋଗ କରିବ। ଧନହୀନ ପୁରୁଷକୁ ବେଶ୍ୟା, ଶକ୍ତିହୀନ ରାଜାଙ୍କୁ ପ୍ରଜା, ଫଳହୀନ ବୃକ୍ଷକୁ ପକ୍ଷୀ ତ୍ୟାଗ କରନ୍ତି। ଅତିଥି ଭୋଜନ ପରେ ଗୃହସ୍ଥଙ୍କ ଘରୁ ଚାଲିଯାଆନ୍ତି। ଅନ୍ୟାୟ ଉପାୟରେ ଉପାର୍ଜିତ ଧନ ଦୀର୍ଘ ସମୟ ଧରି ବଢୁଥାଏ ଏବଂ ଗଚ୍ଛିତ ହେଉଥାଏ। କ୍ଷଣକରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ତେଣୁ କଥାରେ କହନ୍ତି, ଅନ୍ୟାୟ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଏହି ଶ୍ଲୋକରେ ସମୟର ସୀମା ଦ୍ୱାରା ସମୟର ଆପେକ୍ଷିକ ବ୍ୟବଧାନ ସୂଚିତ କରାହୋଇଛି। ଆଜିର କିଛି ସୁନ୍ଦର ନୀତି ଶିକ୍ଷା। ଗର୍ବ ଓ ପ୍ରତିଷ୍ଠା ଚରମ ସୀମାରେ ଉପନୀତ ହେଲେ ପତନ ହୁଏ। ଗୁଜବ ସବୁଠାରୁ ବଡ଼ ଭୟଙ୍କର ଜୀବାଣୁ। ପ୍ରେମ ହିଁ ଜୀବନର ମାପକାଠି। ଯେଉଁଠାରେ ଶାନ୍ତି ସେଇଠି ଈଶ୍ୱର। ପାପର ପୁରସ୍କାର ଅପମୃତ୍ୟୁ। ଦୟା ହିଁ ମନର ମାପକାଠି। ଦୁଃଖ ସମୟରେ ଘଡ଼ିକ ଯୁଗେ। ପରକ୍ଷିତକୁ ଦୈବ ସାହା। ଆଶା ଗୋଟିଏ ଚଳନ୍ତା ସ୍ୱପ୍ନ। ମୃତ୍ୟୁ ପରେ ସମ୍ମାନ ମିଳେ। ବାହାଘର ସରିଗଲେ ବେଦୀ ମୁହଁ ପୋଡ଼ା। ବହୁତ ଶୁଣ ଅଳ୍ପ କୁହ। ଭୋକ ବେଳେ ଆମ୍ବିଳ ସୁଆଦିଆ। ମୂର୍ଖର ସନ୍ଦେହ ସବୁ କଥାକୁ। ମାର ମାର ଭଣ୍ଡାରିଆକୁ ମାର। ସୁନ୍ଦର ହେବ ତ 20ରେ, ଧନୀ ହେବ ତ 40ରେ, ଜ୍ଞାନୀ ହେବ ତ 50ରେ। ଜୟ ଶ୍ରୀ ଜଗନ୍ନାଥ।